ମୁଁ ଶରଦାପୁର ବିଶ୍ୱକର୍ମା ପୂଜା କମିଟିର ସଭାପତି ମନୋଜ କୁମାର ସ୍ୱାଇଁ। ଆମର ଏ ବିଶ୍ୱକର୍ମା ପୂଜା 1998 ମସିହାରେ ଆମେ ଆରମ୍ଭ କଲୁ। ଏଇ ବର୍ଷକୁ ହେଲା 28 ବର୍ଷ। ଆମେ ବର୍ତ୍ତମାନ 62 ଜଣ ମେମ୍ବର ଏଠି ଅଛୁ। ପ୍ରତ୍ୟେକ ବର୍ଷ କିଛି କିଛି ମେମ୍ବର ଆଡ଼ ହେଉଛି, କିନ୍ତୁ ସେ ମାନେ 42 କି 43 ଜଣ ଏମିତି ଆମେ ଆରମ୍ଭ କରିଦେଉ। ସମସ୍ତେ ସେଇ ପୁରୁଣା ମେମ୍ବର ଅଛୁ, ଫେର ବି ବଢ଼ି ବଢ଼ିକି 62 ଜଣ ହେଲେଣି। ଆଉ ଏ ବର୍ଷ ଆମର ଟିକେ ନିଆରା ଢଙ୍ଗରେ ପୂଜା ପାଳନ କରିଛୁ। ବିଗ୍ ବଜେଟ୍ର ମାନେ ଅପେରା ଡକେଇଛୁ, ବିଶ୍ୱ ଦରବାର ଯାତ୍ରା ଶ୍ରୀ ବିଶ୍ୱ ଦରବାର ଅପେରା। ତାପରେ ଯାତ୍ରା ପେଣ୍ଡାଲକୁ ପ୍ରଥମେ କି ଆସିବେ ଆମର ପଶ୍ଚିମାଞ୍ଚଳର ସିଙ୍ଗର ଡକ୍ଟର ଅର୍ଚ୍ଚନା ପାଢ଼ୀ। ଆଜି 20 ତାରିଖରେ ସେ ଆସୁଛନ୍ତି। ଆଜି ତାଙ୍କର 10ଟାରୁ 11ଟା ଭିତରେ ପ୍ରୋଗ୍ରାମ୍ ଶେଷ କଲା ପରେ ତାଙ୍କର ସେ ଅପେରା ପରିବେଷଣ କରିବେ। ତାପରେ ଆଉ ଆସନ୍ତାକାଲି ବି ସେଇ ଆମର ହାସ୍ୟ ଅଭିନେତା ପପୁ ପମ୍ ପମ୍ ତାଙ୍କୁ ଡକେଇଛୁ। ତାପରେ ତୃତୀୟ ରାତି ଡକେଇଛୁ ଆମେ ସେ ଲିପ୍ସା ମିଶ୍ର, ଆଲବମ୍ କୁଇନ୍ ଯେଉଁ ଅଛନ୍ତି ଯିଏ। ଚତୁର୍ଥରେ ଅଛନ୍ତି ସୁମନ ପଟ୍ଟନାୟକ। ଏମିତିଆ ମାନେ ଅପେରା 4 ଦିନ ପାଇଁ ଆମେ ଆମର ସବୁ ପ୍ରୋଗ୍ରାମ୍ କରିଛୁ। ତାପରେ ଆମ ପୂଜା ପାଇଁ ଆମ ଗାଁର ବଡ଼ ଧରଣର ମାନେ ସାହାଯ୍ୟ ସହଯୋଗ, ଆମ ଗାଁର ସବୁ ପୂଜା କମିଟିର ସବୁ ପିଲାମାନଙ୍କର ସାହାଯ୍ୟ ସହଯୋଗ, ତାକୁ ନେଇକି ଆଜି ଆମ ପୂଜା କମିଟି ଛୋଟରୁ ବଡ଼ ହେଇକି ମାନେ ଆଜି ମାନେ ବଡ଼ ବଜେଟ୍ରେ ମାନେ ପଇସା ଖର୍ଚ୍ଚ ସମସ୍ତ ସାହାଯ୍ୟ ସହଯୋଗରେ ଚାଲିଛି। ଆମ ଗାଁର ବହୁତ ବଡ଼ ଅବଦାନ ଅଛି। ଆମ ପୁରା ଫୁଲ୍ ସବୁ କମିଟିମାନଙ୍କର ସବୁଦିନେ ମିଟିଂ ଡକାଯାଇକି ସମସ୍ତଙ୍କୁ ଆମେ ଏକତ୍ରିତ କରି 4 ଦିନ ଯାକ ସମସ୍ତେ ପୁରା ଫୁଲ୍ ସାହାଯ୍ୟ, ବହୁତ ଶାନ୍ତି ଶୃଙ୍ଖଳା ସବୁ ବର୍ଷ ଅପେରା ହେଉଛି। ଏ ବର୍ଷ ବି ହେବ ବୋଲି ଆମର ଆଶା ରଖିଛୁ। ଆମେ ପାର୍ଟି ପହଞ୍ଚି ସାରିକି ତାକୁ ପେଣ୍ଡାଲ ପୁରା ରେଡ଼ି ହେଇସାରିଲାଣି। ଆଜି ଆରମ୍ଭ ହେବ 20 ତାରିଖ, 20, 21, 22, 23 4 ଦିନ ଆମର ଅପେରା। ଦର୍ଶକମାନେ ଆମେ ଅନୁମାନ କରୁଛୁ ପ୍ରତ୍ୟେକ ବର୍ଷ ନାହିଁ ନଥିବା ଭିଡ଼ ହେଉଛି। ଭିଡ଼କୁ ଆଖି ଆଗରେ ରଖିକି ଆମେ ମାନେ ଆମର ସବୁ କମିଟିକୁ ଷ୍ଟ୍ରଙ୍ଗ ରଖିଛୁ। ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ସହିତ ଅପେରା ଦେଖେଇବେ। ବାହାର ଗାଁରୁ ଭାଇ ଭଉଣୀ ମା' ମାଉସୀ ମାନେ ସମସ୍ତେ ଆସିବେ। ତାଙ୍କୁ କେମିତି ଭଲରେ ପୂଜା ଅପେରା ଦେଖେଇକିନି ସବୁ ଭଲରେ ତାଙ୍କୁ ପୁଣି ମାନେ ସକାଳେ ବିଦାୟ ଦେବୁ। ଆମର ସେଇଟା ବଡ଼ ଚିନ୍ତା। ମୋ ନାଁ ତରଣୀ ସାହୁ, ମୁଁ ବିଶ୍ୱକର୍ମା ପୂଜା କମିଟିର ଉପସଭାପତି ଅଛି। ଆଜିକି ପ୍ରାୟ 28 ବର୍ଷ ହେବ ଆମର এই ପୂଜା ଚାଲୁ ରହିଅଛି। ଆଉ ଭବିଷ୍ୟତରେ ବି ଚାଲିବ। ଆଗକୁ ଏମିତି ଧୁମଧାମରେ ପୂଜା ପାଳନ ହେଉଛି। ସ୍ମୃତି ଏହା ରହିଛି ଯେ ପୂଜା ହେଲା ଦିନ ଠାରୁ ସବୁଦିନ ପ୍ରାୟ ଏଇଭଳିଆ ଫଙ୍କସନ୍ ହେଉଛି। ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟକ୍ରମ ସବୁ ହେଉଛି। ଆମର ବିସର୍ଜନ ବି ଭଲ ଧୁମଧାମରେ ପାଳନ କରାହେଉଛି। ଏ ଆମର ସ୍ମୃତି ଗାଁ ସବୁ ସହଯୋଗରେ ବିଶ୍ୱକର୍ମା ପୂଜା କମିଟିର ସହଯୋଗ, ଆଉ ସରସ୍ୱତୀ ପୂଜା କମିଟିର ସହଯୋଗ, ଆଉ ଆମର ଚଣ୍ଡୀମାତା ୟୁଥ୍ କ୍ଲବ୍ର ପିଲାମାନଙ୍କର ସହଯୋଗ ଇଏରେ ଆମର ବିଶ୍ୱକର୍ମା ପୂଜା କମିଟି ହେଉଛି। ସେତେବେଳେ ତ ଯାହା ଯେମିତି ଥିଲା, ଏବେ ଆଉ ଟିକେ ନିଆରା ଢଙ୍ଗରେ ପାଳନ କରାହେଉଛି। ଆମ ବିଶ୍ୱକର୍ମା ପୂଜା କମିଟିରେ ଅବିକା 50 ନା 51 ମେମ୍ବର ଅଛନ୍ତି। ସେଇ ପିଲାମାନଙ୍କୁ ନେଇକିନି ଏଇସବୁ ଅନୁଷ୍ଠାନ କାର୍ଯ୍ୟ ଜାରି ରହିଛି। ସମସ୍ତେ ଆସିକିନି ଆମର ସମସ୍ତେ ଯାତ୍ରା ଦେଖନ୍ତୁ, ଉପଭୋଗ କରନ୍ତୁ। ଏହା ଏତିକି।